नारायण नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं वन्दे परमानन्दमाधव। चतुर्थोऽध्याय श्रीसुत उवाच एमन्ते भागवत वाणी सुत मुनिଙ୍କ मुखु ଶୁଣି मुनिଙ୍କ मध्ये कर्म सिद्ध ଶୌନକ नामे କୁଳ ବୃଦ୍ଧ सर्वमुनिଙ୍କ अवधाने पुच्छन्ति मधुर वचने। ଶୌନକ उवाच हे सुत तुम्भे महाविधिर बकता जन मध्ये वर ଜାହ୍ନବୀ ତଟେ ରାଜା गे ସୁଗ କହିଲେ ବ୍ରହ୍ମ ଭାଗେ ସେ କଥା କହ ଆମ୍ଭ ଆଗେ ତୁମ୍ଭେ ଯେ ଅଟ ମହାଭାଗ୍ୟ। ଏ ଭାଗବତ ଶାସ୍ତ୍ର କେବେ ବ୍ୟାସ ରଚିଲେ କେଉଁ ଯୁଗେ କାହାର ବଳେ କାହିଁ ବସି କି ଭାବେ କି ହେତୁ ଦେଶୀ ସୁକ ଯେ ତାହାଙ୍କ କୁମର ସମଦରସି ସତ୍ୟସାର ଏକାନ୍ତ ମନ୍ତ୍ରୀ ରାତ୍ର ଦିନେ କୃଷ୍ଣ ମହିମାର ପ୍ରସନ୍ନେ ନିର୍ମାୟା ମୂଢ଼ତା ପ୍ରତୀତି ଲକ୍ଷୀ ନ ପାରେ କେହି ଗତି ଯାହାର ଆଗମନ କାଳେ ଦେବୀ କାମିନୀ ଥିଲେ ଜଳେ ଉଲଗ୍ନେ ଥାଇ ତାଙ୍କୁ ଦେଖି ଧାଇଁଲେ ସ୍ନାନକୁ ପେଖି ଦେଖିବା ଅର୍ଥେ ଜଳ ତଟେ ମିଳିଲେ ଶୁକଙ୍କ ନିକଟେ ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ ଜଳେ ପଶିଲେ ବେଗେ ଯାଇ ସ୍ୱଭାବେ ସିଦ୍ଧ ସେ ଯୁବତୀ ଜାଣନ୍ତି ସର୍ବ ପ୍ରାଣୀ ଗତି ଏମନ୍ତେ କନ୍ୟା ଗଣେ ଚାହିଁ ବ୍ୟାସ କହନ୍ତି ଖେଦ ପାଇ ଦେଖି କନ୍ୟାଙ୍କ ମୂଢ଼ ମତ ଚଞ୍ଚଳ ବ୍ୟାସଙ୍କର ଚିତ ପୁଣି କ୍ଷଣକେ ପାଇ ଶାନ୍ତି କନ୍ୟାକୁ ଚାହିଁ ପଚାରନ୍ତି ଅଇଲ ମୋର ପୁତ୍ର ଚାହିଁ କିମ୍ପା ପଶିଲ ଜଳେ ଯାଇ ଏକିସ ତୁମ୍ଭର ବ୍ୟବହାର ଏ ସୁକ ମୋହର କୁମର ତରୁଣ ବୟସ ଏହାର ଏ ବୁଦ୍ଧ ଶରୀର ମୋହର। ବ୍ୟାସ ବଚନେ ନାରୀ ଗଣେ ତକ୍ଷଣେ ନମିଲେ ଚରଣେ କହନ୍ତି ବ୍ୟାସ ମୁଖ ଚାହିଁ ସଂସାର ତାର ହୃଦେ ନାହିଁ ସ୍ତ୍ରୀ ପୁରୁଷ ନ ଜାଣନ୍ତି ସମସ୍ତ ଏକ ଭାବ ଚିନ୍ତି ତୁମ୍ଭେ ଯେ କହ ଆମ୍ଭ ବୃଦ୍ଧ ବିଷୟାର ସେ ଅଛି ସଦ ଏ ଘେନି ହୋଇଲୁ ଅନ୍ତର ଆମ୍ଭର ଦୋଷ କ୍ଷମା କର। ଏମନ୍ତେ ଗଲେ ନାରୀ ଗଣେ ସୁକ ରହିଲେ ସେହି ବନେ ଶୌନକ ଉବାଚ ସେ ସୁକ ମୁନି କିସ କାର୍ଯ୍ୟେ ପ୍ରବେଶ କଲେ କୁରୁ ରାଜ୍ୟେ ଉନ୍ମତ୍ତ ଜଡ଼ ରୂପ ବହି ତାହାଙ୍କୁ କେହି ନ ଜାଣଇ କେମନ୍ତେ ପରୀକ୍ଷିତ ତୁଳେ ମିଳିଲେ ଜାହ୍ନବୀର କୂଳେ ତହିଁ ଅନେକ ମୁନି ମଧ୍ୟେ ଭାଗବତର ସମ୍ବାଦେ ପ୍ରଜାଙ୍କ ଘରେ ସାୟଂକାଳେ ଯେ ନିତ୍ୟ ଭିକ୍ଷା ବା ମିଳେ ଗୋଦହ ମାତ୍ରେ ଦ୍ୱାରେ ରହି ଗୃହୀଙ୍କୁ ତୀର୍ଥ ଫଳ ଦେଇ ଭୂମୁନି ପରୀକ୍ଷିତ ମିଳେ ମିଳିଲେ ପୂର୍ବ ପୁଣ୍ୟ ଫଳେ ସେ ଭାଗବତ ପରୀକ୍ଷିତ ସ୍ୱଭାବେ ଅଭିମନ୍ୟୁ ସୁତ ତାହାର ଜନ୍ମ କର୍ମ ଯେତେ କହିବା ଆମ୍ଭର ଅଗ୍ରତେ ଅଦ୍ଭୁତ ପ୍ରାୟ ଅଛୁ ମଣି ଏବେ ତରିବୁ ଏହା ଶୁଣି ଏ ସର୍ବ ରାଜାଙ୍କ ଶିଖର ପାଣ୍ଡବ ବଂଶେ କୀର୍ତ୍ତିକର ରାଜ ସମ୍ପଦ ଛାଡ଼ି ଦୂରେ କିମ୍ପା ରହିଲେ ଗଙ୍ଗା ତୀରେ ଶତ୍ରୁ ରାଜା ଏ ଯାର ପାଦ ଏ ନମନ୍ତି ଦେଇଣ ସମ୍ପଦ ଯୁବା ବୟସେ ନରପତି ତେଜିଣ ଅଚଳ ବିଭୂତି ଯେହୁ ଶରୀର ଏ ସଂସାରେ ଆକହି ପର ଉପକାରେ ହରିଚରଣ ଚିନ୍ତେ ଚିତେ ଯେ ରାଜା ନିତ୍ୟଞ୍ଜନ ହିତେ ସେ କିମ୍ପା ତେଜିଲା ଜୀବନ ଗୃହେ ଉପେକ୍ଷୀ ଧନ ଜନ କହ କାରଣ କିବା ଅର୍ଥେ ସଂଶୟ ଛାଡ଼ ଯେମନ୍ତେ ତୁମ୍ଭେ ସକଳ ବିଦ୍ୟା ପାର କହ ସଂଶୟ ଯାଉ ଦୂର ଏମନ୍ତେ ଶୌନକ ବଚନେ ସକଳ ମୁନି ଅନୁମାନେ
ସୁତ ଉବାଚ କହନ୍ତି ପ୍ରଭୁ କହନ୍ତି ସୁତ ବ୍ରହ୍ମ ଋଷି ମୁନିଙ୍କୁ ପ୍ରସନ୍ନେ ପ୍ରଶଂସି ଶୁଣ ସକଳ ମୁନିଜନ କୃଷ୍ଣର ଚରିତ ବିଧାନ। ଦ୍ୱିତୀୟ ଯୁଗ ଭୋଗନ୍ତେ ଦ୍ୱାପର ଯୁଗ ଉପଗତେ ବିଷ୍ଣୁର ବଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି ପରାଶରଙ୍କ ବୀର୍ଯ୍ୟଯୁତେ ଯୋଜନ ଗନ୍ଧା ଗର୍ଭଗତେ ସେ ଏକ ଦିନେ ପ୍ରାତଃ କାଳେ ସ୍ନାନ ସାରି ଗଙ୍ଗା ଜଳେ ଏକାନ୍ତେ ବଦରିକାଶ୍ରମେ ବସିଣ ନିଶ୍ଚଳ ଆସନେ ପର ପର ସେ ନ ଜାଣେ ସକଳ ଶାସ୍ତ୍ରର ପ୍ରମାଣେ ଯେ କାଳ ପୁରୁଷର ବଳେ ଯୁଗେ ଉଡ଼ନ୍ତି ଅନ୍ତରାଳେ ତାହାକୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟରେ ଦେହ ବହି ପ୍ରାଣୀଙ୍କ ବଳ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ କଳିଆଗମ ପ୍ରାଣୀଙ୍କର ଏମନ୍ତ ହୋଇବ ବ୍ୟବହାର ଶ୍ରଦ୍ଧା ଛାଡ଼ିବେ ଅତି ଦୂର ଦୁର୍ବଳ ହୋଇବ ଶରୀର ବୁଦ୍ଧି ହୋଇବ ଲୋଭେ କ୍ରାସ ସ୍ୱଭାବେ ଅଳପ ଆୟୁଷ ଦୁର୍ଭାଗା ହୋଇବେ ସକଳେ ଏହା ଜାଣିଲେ ଯୋଗ ବଳେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧର୍ମେ ବେଦ ଉଚିତ ଶୁଦ୍ଧ କର୍ମ ଆଶ୍ରମେ କରି ଭିନ୍ନ ଧର୍ମ ଜୀବର ସାଧ୍ୟ କର୍ମ କରି ଯେମନ୍ତେ ବିଷ୍ଣୁ ମାୟା ତରି ଧର୍ମ ସାଧିବ ଯଜ୍ଞ ମତେ ଏମନ୍ତେ ଭାଳି ମୁନି ଚିତେ ଏକ ବେଦକୁ ଚାରି ଖଣ୍ଡେ ଯଜ୍ଞ ଭିୟାଣ କର୍ମକାଣ୍ଡେ ରୁକ ଯଜୁର ସାମ ଅଥର୍ବ ଏ ରୂପେ କରି ଭିନ୍ନ ଭାବ ପଞ୍ଚମ ବେଦ ଇତିହାସ ଯେହୁ ପୁରାଣେ ଅଷ୍ଟାଦଶ ଆପଳ ପଇଲ ମୁନିଙ୍କୁ ଆଣିଲେ ପ୍ରଥମ ବେଦ ପଢ଼ାଇଲେ ଜୟୀ ମୁନିଙ୍କୁ ଦେଲେ ସାମ ଯଜୁକୁ ବହି ସମ୍ବାୟନ ଅଙ୍ଗିରା ମୁନି ଅଥର୍ବେଣ ମୋ ପିତାର ମହର୍ଷେଣ ପୁରାଣ ଅଷ୍ଟାଦଶ ଦେଲେ ଏମନ୍ତ କର୍ମ ସମ୍ପାଦିଲେ ସେ ଶିଷ୍ୟ ବିଚାରି ନିଶ୍ଚଳେ ବେଦ ବୃକ୍ଷକୁ ଯୋଗ ବଳେ ଅନେକ ଶାଖା ଭିଆଇଲେ ଶିଷ୍ୟେ ଶିକ୍ଷା ଦେଲେ ଅଳ୍ପ ବୁଦ୍ଧିର ନର ଯେତେ ବେଦ ଧଇଲେ ଦୃଢ଼ ଚିତେ ସ୍ତ୍ରୀ ଶୂଦ୍ର ଜନ୍ମ ଏ ଜଗତେ ଯଜ୍ଞ ନୁହନ୍ତି ବେଦ ପଥେ ତାହାଙ୍କୁ ନିସ୍ତାରଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତେ ବୁଦ୍ଧି ମନ୍ଥନେ ବେଦ ମନ୍ଥି ଭାରତୀ ପଦ ବନ୍ଧେ ଗୁନ୍ଥି ବେଦୁ ଉଦ୍ଧରି ସାର ଅର୍ଥ ପୁରାଣ ସୁଜିଲେ ଭାରତ ପ୍ରାଣୀଙ୍କି ନିସ୍ତାରି ଏମନ୍ତେ କାନନେ ମିଳିଲେ ନିଶ୍ଚିନ୍ତେ ଆଶ୍ରିତ ସରସ୍ୱତୀ କୂଳେ ମନର ହୋଇ ନିଶ୍ଚଳେ ଯୋଗେ ନ ପାରେ ଚିତ୍ତ ଧରି ଚଞ୍ଚଳେ ଏମନ୍ତ ବିଚାରି ଅତି କଷ୍ଟରେ ବେଦ ଘେନି ଗୁରୁ ଅନଳେ ଚିତ୍ତ ଘେନି ଯେ ଭାରତ କଲି ସାର ସ୍ତ୍ରୀ ଶୂଦ୍ର ମଜ୍ଜିଣ ନିସ୍ତାର ତେବେ ନିର୍ମଳ ନୁହେ ମନଃ ଚିନ୍ତା ଅନଳେ ଛନ୍ନ ଛନ୍ନ ଏ ମନ ଧରିବି କେମନ୍ତେ ନିଶ୍ଚଳ କରି ଜ୍ଞାନ ପଥେ କରିବି ଭାଗବତ ଧର୍ମ ଯେଣେ ନ ଲାଗେ ମାୟା ଭ୍ରମ ଏମନ୍ତ ହୃଦରେ ବିଚାରି ମନକୁ ନ ପାରନ୍ତି ଧରି ଏମନ୍ତ ସମୟେ ନାରଦ ଆସନ୍ତେ ଶୁଭେ ବୀଣା ବାଦ୍ୟ ତକ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ ନାରଦ ଆଗମନ ଦେଖି ତକ୍ଷଣେ ଆସନ ଉପେକ୍ଷି କେତେ ଦୂରୁ ଆଗ ସରି ନାରଦ କରେ କର ଧରି ବସାଇ ଉତ୍ତମ ଆସନେ ପୂଜିଲେ ଅତିଥି ବିଧାନେ ସେ ବ୍ୟାସ ନାରଦର ପାଦେ ସ୍ୱଜନେ ପ୍ରଣାମ ଆନନ୍ଦେ ଯାହା ଚିନ୍ତିଲେ ପାପ ନାଶ ନମୋ ଜଗନ୍ନାଥ ଦାସ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82 ପ୍ରଥମ ସ୍କନ୍ଧେ ନାରଦ ଗମନ ନାମ ଚତୁର୍ଥୋଧ୍ୟାୟ ଭୀମସ୍ୟ ପୁରାଣେ ଭଙ୍ଗୋ ମୁନେରପି ମତିଭ୍ରମଂ ଯତି ଶୁଦ୍ଧମ ଶୁଦ୍ଧଂ ବା ମମ ଦୋଷୋ ନ ବିଦ୍ୟତେ।